अरे तो पाई गोटे फॉर्च्यूनर गिफ्ट अछि आई लव यू बाबा आई लव यू ए भटिया तू ठेठल गाडर बसिছি ହେଲେ ସେ ଫର୍ଚ୍ୟୁନ ଗାଡିରେ ମୁଁ ଜମା ବସିନି अच्छा ମତେ ଟିକେ ଆଗରେ ବସିକି ଖିଲି କି ଘୁରେଇ ଆଣିଲ आसा ସାଇ बाबा बाबा एडी ଆଜି ଅଗଷ୍ଟ 1 ତୋ ଜନ୍ମଦିନ ସେଇଥିପାଇଁ ମୁଁ ଏଠି ଚାଲି ଆସିଲି ସକାଳ ମନ୍ଦିର ଯାଇ ତୋ ପାଇଁ ପୂଜା କରିସାରିଛି ଆଚ୍ଛା ବାବା ତୁ ତ ଗାଧେଇ ସାରିଥିବୁ ଆସିଲୁ ଆସିଲୁ ଟିକେ ବସ ମୁଁ ତ କଥା ହେଇକି ଚନ୍ଦନ ସିନ୍ଦୁର ଲଗେଇଦେବି ବସିଲୁ ବାବା ଆରେ ବସୁନୁ ବସ ये भाषा चेटे क्या तुम गोटा मंत्र से मोबे पूजा करना भाई क्या तुम आगे ना चौदह से तो नहीं गया से भाई बातें बसो अगस्त से गया से काहे का भूमि रक्त करतो କାହିଁକି ନା ଆଜି ଦିନରେ ତୁ ଜନ୍ମ ହେଇଥିଲୁ ଆରେ ତୁ ତାକୁ ଜନ୍ମ ଦେଇଲୁ କି ତୁ ତା ମା ନୁହଁ ଓ ସମ୍ପର୍କରେ କହିଲେ ସାଇର ଜନ୍ମଦିନକୁ ତୁ ଏଠିକି ଖାଇ ଆସୁଛୁ हे गला मन शांति हे गला तो दिया है कि कांदू तो मुंह को लाजो नहीं अरे पुड़े डाले ସାଇ ମତେ ଘୃଣା କରୁ ମାର ମାରୁ ଏମାନେ ସମସ୍ତେ ମତେ ନିନ୍ଦା କରନ୍ତୁ ତଥାପି ସବୁ ବର୍ଷ ଏଇ ଦିନରେ ଏଠିକି ଆସି ମୁଁ ତାକୁ ଟିକେ ଆଖି ପୁରେଇ ଦେଖିବି ଆଉ ତା ଘୃଣା ଗାଳିକୁ ଏଇ ପଣତ କାନରେ ଗଣ୍ଠି କରି ନେଇ ମୁଁ ବରଷକ ଯାକ ବଞ୍ଚିଯିବି ମୁଁ ବରଷକ ଯାକ ତୁ ଜାଣିଛୁ ବାବା ତୁ ଜାଣିଛୁ କାଲି ରାତିରେ ବିରିବତରେ ମୁଁ ତୋ ପାଇଁ ପିଠା କରି ଆଣିଛି ତୁ କଣ ମୋ ହାତ ତିଆରି ପିଠା ଖାଇବୁନି ଖାଇବୁ ନା ଧନ ଆ ପିଠା ଖାଇବୁ जाई जाओ तुम अपने उठा श्रम में सब तो छुए मोर इन्फेक्शन हो अब तुम तो बिठा खाइबे तो रोगे बड़ी बढ़िया भाई ए देखो ए टीका अगर मो बाबा माता 70 लाख टका कार गिफ्ट कर छते अब मामा 50 लाख खर्च करी बहुत बड़ा पार्टी अरेंज कर छते अब ए ड्रेस का कुछ वो मामा 40,000 टका दे ऑनलाइन ऑर्डर कर छते छते जीवन तो के मत अधिका भला पाए से होची मो मामा अब मो मामा जो अधिका भल पाए नाटक करे से गोटे डाहारे आज प्रथमे के काटिबे मो मामा खाइबे हेला तमे से असरा हातरो से पिठा मो जमा भी सोइबी नै आई कौन होते जो आजीवली दिन में कई कोने में विरक्त होती जदि स्नेह ममता तो पैसे किछ नहीं अछि तो जदि ग्रहण करबा नाही तो मना कर दबो हला आपण भला भाई जानि छथि मु का आपण अजथरा विरक्त होइनी हेले काहे कि केजडी लोकरा को देखि देले मु निज को कंट्रोल करि पारे नै इच्छा होए बिटी बिटी घर बाहर कर दो भाई केवल अंकरी भाई अब घर खुशी हजी जाइछि केवल अंकरी भाई अब पाखे कोटी कोटी टंकार संपत्ति दिले भी मो मामा सब बेले कांदु छथि कांदिबार कारण न कहले भी मो ठीक बुझि पाउछि वो तो मामा ए लोकरा मध्य अपना सब बदल कर भाई काहे कि प्रत्येक दिन रात गोटा कर छथि से माटी को चली जाउ छथि उत्तर दियो सरोज महापात्र पूर्ण प्रश्नर उत्तर दियो मु जाने तुम से मुख देवता नाटक चरित्र पलटि जाइछ चाहिए भी तुम पुओ प्रश्नर उत्तर केवे देई पारिबोनी अरे 70 लाख टंकार गाड़ी पुओ को गिफ्ट करि पाउछ ele ସୁଧମୂଳ କରି 60 ଲକ୍ଷ ଟଙ୍କା ଇଏ ଲୋକଟା ଉପରକୁ ଫୋପାଡ଼ି ଦେଇ ତା ସହିତ ସବୁ ସମ୍ପର୍କ ତୁଟାଇ ଦେଇ ପାରୁନା तो काटकेटे तो काटकेटे भाई सत्ता मद भी एडी लक्ष लक्ष टका हिसाब करछु तुम पाखे बहुत टंका थाई पारे हेले ए लोकटा गोटा नंबर 1 नीट में साइबा परे ताकू जेमिति कोटीपति पड़ी लागे अरे तमे माने सब टंका हे पागल हे जाउछ हेले आम पड़ी गरीब लोक मानकर माटी घरर संपर्क किनिबा पहिले तुमको बैंक लोन करिबा हबो ए कथाटा जेमिति सब दिन पई मने रखि दिबो सारी कथा मने रखिले हमर किछ लाभ होबनी
ପାଖକୁ ଗଲେ ମୋ ପୁଅଟାକୁ ଖରାପ ଲାଗୁଛି। ବାରମ୍ବାର ତମ ସମ୍ପର୍କ ବିଷୟରେ ସେ ମତେ ପଚାରୁଛି। ଆଗରୁ କଥାଟା ଅଲଗା ଥିଲା, ଏବେ ସେ ବଡ ହେଲାଣି, ତେଣୁ ମୁଁ ତତେ ହାତ ଯୋଡୁଛି ସଙ୍ଗୀତ, ତୁମ ସ୍ୱାମୀଙ୍କ ଜୀବନ ଦୂରେଇ ଯାଅ। ଦୂରେଇ ଯାଇଛି ବା, ଆଜି ନୁହେଁ ଅନେକ ଦିନ ଆଗରୁ ମୁଁ ଦୂରେଇ ଯାଇଛି। ସବୁବେଳେ ମୋ ଘରକୁ ଆସିବା ପାଇଁ ମୁଁ ତାକୁ ବାରଣ କରିଛି, ରାଣ ନିୟମ ବି ଦେଇଛି। କ୍ରିକେଟ ଖେଳ ବେଳେ ମୋ ସାଙ୍ଗମାନେ କହୁଥିଲେ ଆଇ ତ ବାବାଙ୍କ ଗାଡ଼ିଟା ଆମ ସାହିରେ ସବୁବେଳେ ଆସୁଛି। ଏ କଥା ଶୁଣି ମତେ ବହୁତ କଷ୍ଟ ହେଇଥିଲା। ଇଚ୍ଛା ତ ହଉଥିଲା ଆପଣଙ୍କ ଗଳ ଧରି ଆପଣଙ୍କୁ ବଚାଇଥାନ୍ତେ। କୁହନ୍ତୁ ବାବା, ଏ ବସ୍ତୁର ଅସୁର ମଣିଷଟା ଆପଣଙ୍କର? ହଁ, ସେ ମୋ ନିଜର ମଣିଷ। ତା ସହିତ ସମ୍ପର୍କ ମୋର ବର୍ଷ ବର୍ଷର ସମ୍ପର୍କ। ଏମିତିକି ତୁ ଜନ୍ମ ହେବା ଆଗରୁ ଆରେ ଆଜି ତୁ ମତେ ଏକଥା ପଚାରିନଥାନ୍ତୁ, ସେଦିନ ଯଦି ପ୍ରତୀକ୍ଷା କରି ମୁଁ ଚକ୍ରବ୍ୟୁହରେ ଫସି ଯାଇନଥାନ୍ତି। ଫାଶୀର ଦୌଡ଼ିଟାକୁ ବେକରି ପକେଇ ସାରିଛି ଯେତେବେଳେ ଏତେ ଚିତ୍କାର କଲେ ବି ମୁଁ କଣ ଧର୍ମର କୋର୍ଟରେ ମୋ ନିଜ ପକ୍ଷ ନେଇପାରିବି? ବରଂ ଅବଶିଷ୍ଟ ଜୀବନ ଏମିତି ନିନ୍ଦା ଅପବାଦର ବୋଝ ବୋହି ବୋହି ବାଟ ଚାଲୁଥିବି। ବାଟ ଚାଲନ୍ତୁ, କେହି ମନା କରୁନାହାନ୍ତି। ହୁଏତ ଆପଣ ମୋ ପାଇଁ ଗୋଟେ ଭଲ ବାବା ହେଇପାରିଲେ, ଏଟା ମୋ ମାମା ପାଇଁ ଗୋଟେ ଭଲ ସ୍ୱାମୀ ହେଇପାରିଲେନି। ମାମା, ମୁଁ ଠିକ କହୁଛି ନା? ହଁ ହଁ, ତୁ একদম ঠিক কইছো, ঠিক কইছো তো। ମୁଁ ତମକୁ ବଚାଉନି, ମୋ ମାମାକୁ ବଚାଉଛି। ଆଉ ତମକୁ ଶେଷ ଥର କହିଦଉଛି, ଏ ଘରକୁ ଆସିବା ବନ୍ଦ କର। ଆଉ ମୋ ବାବାଙ୍କ ସହିତ ସବୁ ରିଲେସନକୁ କାଟିଦିଅ। କାହିଁକି ନା ତମେ ଏଠିକି ଆସିଲେ ବହୁତ ଲୋକ ବହୁତ କଥା କହୁଛନ୍ତି, ଆଉ ଏ କଥା ବି କହୁଛନ୍ତି ତମ ଦି ଜଣଙ୍କ ଭିତରେ ପାପ ସମ୍ପର୍କ ଅଛି। ଟିକେ ଆଗରୁ ମତେ 70 ଲକ୍ଷ ଟଙ୍କା କାର୍ ଗିଫ୍ଟ କରିଥିଲେ। ଟିକେ ଆଗରୁ ମୋ ବାର୍ଥଡେ ୱିଶ୍ କରୁଥିଲେ। ଆଉ କଣଟା ଟିକେ ସତ କହିଦେଲେ ବୋଲି ଆଜି ଭଳି ଦିନରେ ମୋ ଉପରେ ଆପଣ ହାତ ଉଠେଇଥିଲେ ନା? କାହିଁକି ବାବା ଏ ଲୋକଟା ମୋଠୁ ଆପଣଙ୍କର ଏତେ ନିଶନ? ସେ ସମ୍ପର୍କର ମାନେ ତୁ ବୁଝିପାରିବୁନି। ନା ବୁଝିପାରିବନି, ଛୋଟ ପିଲା ହେଇଛି ତ ବୁଝିପାରିବନି। ଆଜି ଭଳି ଭଲ ଦିନରେ ଏ ଦିଟା ଭିତରକୁ ବସିବା ଦିନ ପୁରା ନଷ୍ଟ କରିଦେଲେ। ବାଣ୍ଡେଇ ବାଣ୍ଡେଇ ଏଠୁ ବିଦା କଲେ। କଣ ଆମେ ଏତେ ଖରାପ? ଆଜ୍ଞା ମୋ କଥାରେ ସେମାନଙ୍କୁ ତମେ ଛାଡ଼ି ଦିଅ, ଆଉ ତାଙ୍କୁ କହିଦିଅ ଆସନ୍ତା ବର୍ଷ ଅଗଷ୍ଟ 1କୁ ଏମାନେ ଯେମିତି ଏଠିକି ନ ଆସନ୍ତି। ଆଉ କାହିଁ କାନ୍ଦୁଛୁ ସଙ୍ଗୀତା? କଣ ପାଇଁ ଆଉ କାନ୍ଦୁଛୁ? ରାତି ଉଜାଡ଼ର ହେଇ ଚକୁଳି ପିଠା କରି ଆଣିଥିଲୁ ବୋଲି ମାଡ଼ ଖାଇଲୁ, ମନ୍ଦିର ଯାଇ ପୂଜା କରିଥିଲୁ ବୋଲି ଗାଳି ଶୁଣିଲୁ, ଆଉ ଚନ୍ଦନ ସିନ୍ଦୁର ନେଇ ଆସିଥିଲୁ ବୋଲି ଗୋଟା ଅସନା ମଣିଷର ଆଖ୍ୟା ପାଇଲୁ। ଆଉ ଯିଏ ନିଜର ନୁହଁ, ତୁ ଯେତେ ଚେଷ୍ଟା କରେ ସେ କଣ ଆଉ ତୋର ହେଇପାରିବ? ଜହ୍ନଟା ଦେଖିବାକୁ ସୁନ୍ଦର ବୋଲି ଲୋକେ ତାକୁ ଦୂରରୁ ଦେଖି ଖୁସି ହୁଅନ୍ତି, ହେଲେ ତାକୁ କଣ କେହି କେବେ ହାତ ବଢେଇ ଧରି ପାରନ୍ତି? ଆଜି ଦିନଟା ମୋ ଜୀବନର କଷ୍ଟ ଯନ୍ତ୍ରଣାର ଦିନ ଥିଲା, ଆଉ ସବୁଠୁ ବେଶୀ ଖୁସିର ଦିନ ବି ଥିଲା। କାରଣ ଆଜି ମୋ ପୁଅର ବି ଜନ୍ମଦିନ। ଗୋଟେ ନାରୀ ତା ଛୁଆକୁ ଏ ପୃଥିବୀକୁ ଆଣିଲା ବେଳେ ଯେତିକି କଷ୍ଟ ଯନ୍ତ୍ରଣା ପାଏ, ଇଏ ମାନର କଷ୍ଟ କଣ ତାଠୁ ବେଶୀ ଯନ୍ତ୍ରଣାଦାୟକ। ମୁଁ ଆସୁଛି ରେ ସାଇ, ତୁ ମୋ ପୁଅ ନହେଲେ ବି ତୁ ହଉଛୁ ମୋ ପୁଅ ବୟସର। ତାକୁ ଆଶୀର୍ବାଦ କରୁଛି ଯେତେବେଳେ ତୋତେ ଆଶୀର୍ବାଦ କରିବିନି କେମିତି? ମୁଁ ଠାକୁରଙ୍କୁ ଡାକୁଛି ଆଜି ଭଳି ଦିନରେ ଭଗବାନ ତତେ କୋଟି ପରମାୟୁ ଦିଅନ୍ତୁ। ଆସୁଛି ସାଇ, ଆସୁଛି ମୁଁ।
ହୁଆନି ୟା ପରେ ମୁଁ ତମକୁ କେବେ ବି କ୍ଷମା କରିବିନି କେବେ ନୁହଁ ମୁଁ ସବୁବେଳେ ସମସ୍ତଙ୍କୁ କୁହେ ମୋ ବାବାଙ୍କୁ ପରି ବାବା କାହାରି ନାହାନ୍ତି କିଛି ମାଗିବା ଆଗରୁ ସେ ମୋତେ ସବୁ କିଛି ଦେଇଦିଅନ୍ତି କିଛି ଅନୁରୋଧ କଲେ ସେ ମୋ ସବୁ ଅନୁରୋଧକୁ ପୂରଣ କରନ୍ତି ହେଲେ କାହିଁକି ବାବା ଆଜି ଏ ଅନୁରୋଧଟା ରଖିବା ପାଇଁ ଆପଣ ଅସମର୍ଥ କ'ଣ ପାଇଁ ସାଇ ମଞ୍ଚୁରୀ ଭିତରେ ବନ୍ଦୀ ହେଇଥିବା ସାରିଟି ଦୁଃଖରେ କାନ୍ଦିଲେ ଲୋକମାନେ କହନ୍ତି ସାରିଟି ଖୁବ୍ ସୁନ୍ଦର ଗୀତ ଗାଉଛି ହେଲେ କେହି ବୁଝିପାରନ୍ତିନି ସାରିଟିର ମନର ବେଦନା ଏଠି କହି ହେଉଥିବା କଷ୍ଟ ଠାରୁ କହି ନ ହେଉଥିବା ଯନ୍ତ୍ରଣା ବେଶୀ ବେଦନାଦାୟକ ଏବେଠାରୁ ମରି ସାରିଥିଲେ ବି ମୁଁ କେତେ ଜଣଙ୍କ ମୁହଁକୁ ଚାହିଁ କେବଳ ବଞ୍ଚିବାର ଅଭିନୟ କରୁଛି କେବଳ ବଞ୍ଚିବାର ଅଭିନୟ